ନାଇଁ ଲୋକ ସଂଖ୍ୟା ବଢିଗଲାଣି। ଫେରଫେର ହେଉଛି ଟିକେଟ। ବାରବାଟୀ ଷ୍ଟାଡିୟମ ଏଡ଼ିକିଟିଏ, ଯଦି ଲକ୍ଷେ ଭଳିଆ ସିଟ୍ ଥାନ୍ତା ତାହେଲେ ସମସ୍ତେ ପାଆନ୍ତେ। ସେଇ 25-30 ହଜାର କ'ଣ କେତେ ଟିକେଟ ମୋହନ ମାଝୀ ନିଜେ ନେଇଯାଇଛନ୍ତି। କେତେ 3000 3000 ସିଟ୍ କ'ଣ ତାକୁ ପାରିକି ଶୋଇବେ କି? ମୋହନ ମାଝୀ ସେ 3000 ଟିକେଟକୁ ପାରିଦେବେ, ଶୋଇବେ ବୋଧେ। ଗୋଟେ ଗ୍ୟାଲେରୀ ନେଇଯାଇଛନ୍ତି, ଗୋଟେ ବେଞ୍ଚ ନେଇଯାଇଛନ୍ତି, ସବୁ ତ ନେଇଯାଇଥାନ୍ତା ଆଉ, ଖାଲି ପଦ୍ମ ଫୁଲ ଉଡ଼େଇଥାନ୍ତା ଆଉ। ଲଜ୍ଜା ଲାଗୁନି? ଯିବେ ନା ଯିବେନି? ନାଇଁ ମୁଁ ଜିଲା ଭଳିଆ ଲାଗୁନି। ଯିବା ଭଳିଆ ଲାଗୁନି। ନା, ମୁଁ ଆଶା କରୁଛି ମୋହନ ମାଝୀ ଆପଣ ନିଜେ ଇନ୍ଦିରା ଗାନ୍ଧୀ ଆୟୁର୍ବେଦିକ କଲେଜକୁ ଯିବେ, ଚିଫ୍ ସେକ୍ରେଟାରୀ ନିଜେ ଯିବେ, ଡିଜି ନିଜେ ଯିବେ, ନିଜେ ଅନୁଭବ କରିବେ ଆମେ ବିକିଛୁ ନା ନେଇଛୁ ନା କାହାକୁ ଦେଇଛୁ। ଆମ କଲେଜ ସେ ମନ୍ଦିର, ଇନ୍ଦିରା ଗାନ୍ଧୀ ଆୟୁର୍ବେଦିକ ମେଡ଼ିକାଲ କଲେଜ ମନ୍ଦିର। ସେ ମେଡ଼ିକାଲକୁ କେହି ବନ୍ଦ କରିପାରିବେନି, ସେ କଲେଜକୁ କେହି ବନ୍ଦ କରିପାରିବେନି। ଧନ୍ୟବାଦ। ସାଧାରଣ ଲୋକ ଟିକେଟ ପାଉନାହାନ୍ତି, କିନ୍ତୁ ଟିକେଟ ଯାଉଛି କୁଆଡେ? ନାଇଁ ଲୋକ ସଂଖ୍ୟା ବଢିଗଲାଣି। ଫେରଫେର ହେଉଛି ଟିକେଟ। ବାରବାଟୀ ଷ୍ଟାଡିୟମ ଏଡ଼ିକିଟିଏ, ଯଦି ଲକ୍ଷେ ଭଳିଆ ସିଟ୍ ଥାନ୍ତା ତାହେଲେ ସମସ୍ତେ ପାଆନ୍ତେ। ସେଇ 25-30 ହଜାର କ'ଣ କେତେ 3000 ଟିକେଟ ମୋହନ ମାଝୀ ନିଜେ ନେଇଯାଇଛନ୍ତି। କେତେ 3000 ସିଟ୍ କ'ଣ ତାକୁ ପାରିକି ଶୋଇବେ କି? ମୋହନ ମାଝୀ ସେ 3000 ଟିକେଟକୁ ପାରିଦେବେ, ଶୋଇବେ ବୋଧେ। ଗୋଟେ ଗ୍ୟାଲେରୀ ନେଇଯାଇଛନ୍ତି, ଗୋଟେ ବେଞ୍ଚ ନେଇଯାଇଛନ୍ତି, ସବୁ ତ ନେଇଯାଇଥାନ୍ତା ଆଉ, ଖାଲି ପଦ୍ମ ଫୁଲ ଉଡ଼େଇଥାନ୍ତା ଆଉ। ଲଜ୍ଜା ଲାଗୁନି? ଝିଅ ଏଡ଼େ ବଡ଼ ହେଇନି ବାହା ହେବା ପାଇଁ। ଯଦି ଆଉ କାହା ବାହାରେ ଯାଇ ବସିଥିବ ମୁଁ କହିପାରିବିନି, କିନ୍ତୁ ସଞ୍ଜୟ ବେହେରା ବଢିଆ ଲୋକ, ସମସ୍ତଙ୍କୁ ନେଇ ଚାଲିଛି। ଆଉ ଯେ ମହାନ୍ତି ପାସ୍ ସେ କ'ଣ ଦେବ? ଆଥଲେଟିକ୍ ପ୍ରେସିଡେଣ୍ଟ ମନକୁ ଆସିବା। ନାଇଁ ଲୋକ ସଂଖ୍ୟା ବଢିଗଲାଣି। ଫେରଫେର ହେଉଛି ଟିକେଟ। ବାରବାଟୀ ଷ୍ଟାଡିୟମ ଏଡ଼ିକିଟିଏ, ଯଦି ଲକ୍ଷେ ଭଳିଆ ସିଟ୍ ଥାନ୍ତା ତାହେଲେ ସମସ୍ତେ ପାଆନ୍ତେ। ସେଇ 25-30 ହଜାର କ'ଣ କେତେ 3000 ଟିକେଟ ମୋହନ ମାଝୀ ନିଜେ ନେଇଯାଇଛନ୍ତି। କେତେ 3000 ସିଟ୍ କ'ଣ ତାକୁ ପାରିକି ଶୋଇବେ କି? ମୋହନ ମାଝୀ ସେ 3000 ଟିକେଟକୁ ପାରିଦେବେ, ଶୋଇବେ ବୋଧେ। ଗୋଟେ ଗ୍ୟାଲେରୀ ନେଇଯାଇଛନ୍ତି, ଗୋଟେ ବେଞ୍ଚ ନେଇଯାଇଛନ୍ତି, ସବୁ ତ ନେଇଯାଇଥାନ୍ତା ଆଉ, ଖାଲି ପଦ୍ମ ଫୁଲ ଉଡ଼େଇଥାନ୍ତା ଆଉ। ଲଜ୍ଜା ଲାଗୁନି?